ଓଡ଼ିଶା ପ୍ଲସ୍ ଖବର ହିଁ ଭାଲିଆବୋଲ କାଟେଣି ଗ୍ରାମ ପଞ୍ଚାୟତରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ। ଯୋଗଦେଲେ ବିଧାୟକ 60 ୟୁନିଟ୍ ରକ୍ତ ସଂଗ୍ରହ। ଢେଙ୍କାନାଳ ସଦର ବ୍ଲକର ଭାଲିଆବୋଲ କାଟେଣି ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସଦର ଆଇଆଇସି ଦୀପକ ଲେଙ୍କା ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ରକ୍ତଦାତାମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଭାଲିଆବୋଲ କାଟେଣି ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ପ୍ରତାପ କୁମାର ବେହେରାଙ୍କ ଦ୍ୱାରା ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ବେଳେ ଶେଷ ମୁହୂର୍ତ୍ତରେ ବା ଉଦ୍ଯାପନୀ ଉତ୍ସବରେ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏବଂ ଉପସ୍ଥିତ ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଓଡ଼ିଶା ପ୍ଲସ୍। ଭାଲିଆବୋଲ କାଟେଣି ପଞ୍ଚାୟତର ସରପଞ୍ଚ ଆଜିର ଯେଉଁ ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର କରାଯାଇଛି। ରକ୍ତଦାନ ତ ପ୍ରଥମେ କହିଲି ରକ୍ତଦାନ ମହତ୍ୱପୂର୍ଣ୍ଣ। ଆଜି ହେଉଛି ପଞ୍ଚାୟତର ଦ୍ୱିତୀୟ ବର୍ଷ ପୂର୍ଣ୍ଣ। ଆଜି ଦିନରେ ମୁଁ ପଞ୍ଚାୟତରେ ପ୍ରଥମଟି ପାଦ ଦେଇଥିଲି। ସେହି ଜିନିଷକୁ ଆଜି ଆଖି ଆଗରେ ରଖି ଆମେ ରକ୍ତଦାନ ଶିବିରଟି କରିଛୁ। ସମସ୍ତ ପଞ୍ଚାୟତବାସୀଙ୍କର ସହଯୋଗ, ମୋର ସହକର୍ମୀ ବନ୍ଧୁମାନଙ୍କୁ ନେଇ ଆଜି ଯେଉଁ କାର୍ଯ୍ୟକ୍ରମ ହେଇଛି ସମସ୍ତେ ଖୁସିରେ ଅଛନ୍ତି। ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ। ଆମର ସମସ୍ତ କର୍ମୀମାନେ ବହୁତ ଉତ୍ସାହ ଅଛନ୍ତି। ଏଭଳି କାର୍ଯ୍ୟକ୍ରମ ସଦାବେଳେ କରିଚାଲିବେ। କାର୍ଯ୍ୟକ୍ରମଟି ହେଇଛି ଏଥିରେ ମୁଖ୍ୟ ଅତିଥି ଭାବରେ ସଦରର ଆଜି ଏଠାରେ ଉପସ୍ଥିତ ଥିବାରୁ ମୁଁ ସାର୍ଙ୍କୁ ବହୁତ ଧନ୍ୟବାଦ ଦେଉଛି। ତାଙ୍କର ବହୁତ ଯୋଗଦାନ ଦେଇଛନ୍ତି, ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ ମୋ ତରଫରୁ। ଆମର ସମସ୍ତ ପିଲାମାନେ ଅଛନ୍ତି ପଞ୍ଚାୟତର ସହକର୍ମୀ, ସେମାନଙ୍କ ତରଫରୁ ସାର୍ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ପଞ୍ଚାୟତର ଯୁବ ସରପଞ୍ଚ ଉତ୍ସାହୀ ଏବଂ ଜାଣିଛି ସେ ଆଜି ନୁହେଁ, ସେ ସରପଞ୍ଚ ହେବା ପୂର୍ବରୁ ମଧ୍ୟ ସେ ସାମାଜିକ କାର୍ଯ୍ୟରେ ସବୁବେଳେ ନିଜକୁ ରଖିବ। ଗରିବ ଲୋକଙ୍କୁ କମଳ ବାଣ୍ଟିବା ହେଉ, ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟିବା ହେଉ, ଏସବୁ ସାମାଜିକ କାର୍ଯ୍ୟ ସେ କରେ। ଆଜି ଆଉ ଗୋଟେ କାମ କରିଛି, କେବଳ ସରପଞ୍ଚ କାମ ଯେଉଁମାନେ ଆଜିକାଲି ସରପଞ୍ଚ ହେଇ ଖାଲି ସରପଞ୍ଚ କାମ ବାଣ୍ଟିବା କାମ କରିବା ଏଇଥିରେ ସେ ନାହିଁ। ସେସବୁ କାମ ସାଙ୍ଗରେ ଏସବୁ ଜନକଲ୍ୟାଣ କାମ, ଜୀବନ ରକ୍ଷା କାମ ମଧ୍ୟ ସେ କରେ। ମୁଁ ତାକୁ ସାଧୁବାଦ ଜଣାଉଛି ଏବଂ ଅନ୍ୟ ସରପଞ୍ଚମାନଙ୍କୁ ଆହ୍ୱାନ କରୁଛି ସେମାନେ ମଧ୍ୟ ତାଙ୍କ ପଞ୍ଚାୟତରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବେ। ଓଡ଼ିଶା ପ୍ଲସ୍ ଖବର ହିଁ